ଏବେ ବି ବଞ୍ଚିଛି ମଣିଷ ପଣିଆ। ଏହିଭଳି ମଣିଷ ପଣିଆ ଦେଖାଇଛନ୍ତି ବାରିପଦାର ଜଣେ ଜଣାଶୁଣା ସଂସ୍କୃତ ଶିକ୍ଷକ ଧନପତି ସାର୍। ବାରିପଦାର ମୁର୍ଗାବାଡ଼ି ଅଞ୍ଚଳରେ କିଛି ଦିନ ହେଲା ଜଣେ ଅଜଣା ମାନସିକ ରୋଗଗ୍ରସ୍ତ ବ୍ୟକ୍ତି ଏଣେତେଣେ ବୁଲୁଥିବାର ଦେଖିବାକୁ ମିଳୁଥିଲା। ଆଜି ସକାଳୁ ସକାଳୁ ସଂସ୍କୃତ ଶିକ୍ଷକ ଧନପତି ସାର୍ ମାନସିକ ରୋଗଗ୍ରସ୍ତ ବ୍ୟକ୍ତି ଜଣକୁ ରାସ୍ତା କଡ଼େ ତଳେ ବସି ମୁଢ଼ି ପିଆଜି ଖୁଆଇବା ସହିତ ପାଣି ପିଆଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହି ମାନସିକ ରୋଗଗ୍ରସ୍ତ ବ୍ୟକ୍ତି ଜଣକ ମଧ୍ୟ ଧନପତି ସାର୍ଙ୍କୁ ମୁଢ଼ି ଖାଇବାକୁ ଯାଚୁଥିବାର ଦୃଶ୍ୟ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଯାହା ବି ହେଉ, ଧନପତି ସାର୍ଙ୍କର ଜଣେ ମାନସିକ ରୋଗଗ୍ରସ୍ତ ବ୍ୟକ୍ତି ପ୍ରତି ଥିବା ସମବେଦନା ସବୁରି ମୁଖରେ ପ୍ରଶଂସା ସାଉଁଟିବାରେ ଲାଗିଛି। ରାସ୍ତା କଡ଼ରେ ବୁଲୁଥିବା ଏହି ମାନସିକ ରୋଗଗ୍ରସ୍ତ ଲୋକଟି ପ୍ରତି ସରକାର ତଥା କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନର ନଜର ପଡ଼ିବା ପାଇଁ ସାଧାରଣରେ ଚର୍ଚ୍ଚା ହେଉଛି।